କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ କଥା ହେବା, ଡିସ୍କସ୍ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଟପିକ୍, ସେଟା ହେଉଛି କାର୍ବନ ଏମିଶନ୍, ଯାକୁ କୁହାଯାଏ କାର୍ବନ ନିର୍ଗମନ। କାହିଁକି ଏତେ ହେଉଛି, ତାହା ହବାର କାରଣ ସବୁ କ'ଣ? କାର୍ବନ ଏମିଶନ୍ ହେଉଛି ବାୟୁମଣ୍ଡଳରେ ବା କାର୍ବନ ନିର୍ଗମନ ହେଉଛି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ CO2 ଏବଂ ଅନ୍ୟାନ୍ୟ କାର୍ବନ ଆଧାରିତ ଗ୍ୟାସ୍ ମୁକ୍ତ ରହିବା। ଏହି ନିର୍ଗମନ ମୁଖ୍ୟତଃ ମାନବ କାର୍ଯ୍ୟକଳାପ ଯୋଗୁଁ ହୁଏ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଉଷ୍ମତାର ଏକ ପ୍ରମୁଖ କାରଣ। କାରଣଗୁଡ଼ିକ ହେଉଛି ଜୀବାଶ୍ମ ଇନ୍ଧନ ପୋଡ଼ିବା, କାର୍ବନ ନିର୍ଗମନ ବା କାର୍ବନ ଇମିଶନ୍ ସବୁଠାରୁ ବଡ଼ ଉତ୍ସ ହେଉଛି ବିଦ୍ୟୁତ୍ ପରିବହନ ଏବଂ ଶିଳ୍ପ ପାଇଁ କୋଇଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ୍ ପୋଡ଼ିବା। ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଯାନବାହନ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କରେ। ସେକେଣ୍ଡ, ପରିବହନ ଟ୍ରାନ୍ସପୋର୍ଟେସନ। କାର୍ବନ ଏମିଶନର ସବୁଠାରୁ ବଡ଼ କାରଣ ମଧ୍ୟରୁ ଆଉ ଗୋଟେ ହେଉଛି ଟ୍ରାନ୍ସପୋର୍ଟେସନ। କାର, ବସ୍, ଟ୍ରକ୍, ଜାହାଜ ଏବଂ ବିମାନ ଇନ୍ଧନ ଜାଳି କାର୍ବନ ରିଲିଜ୍ କରନ୍ତି। ଯାନବାହନ ବର୍ଦ୍ଧିତ ସଂଖ୍ୟା ପ୍ରଦୂଷଣ ସ୍ତରକୁ ବହୁ ପରିମାଣରେ ବୃଦ୍ଧି କରିଛି। ଶିଳ୍ପ କାର୍ଯ୍ୟକଳାପ, ସିମେଣ୍ଟ ଉତ୍ପାଦନ, ଇସ୍ପାତ ତିଆରି ଏବଂ ରାସାୟନିକ ପ୍ରକ୍ରିୟାକରଣ ଭଳି ଉତ୍ପାଦନ ପ୍ରକ୍ରିୟା ସମୟରେ କାରଖାନା ଏବଂ ଶିଳ୍ପଗୁଡ଼ିକ କାର୍ବନ ଏମିଶନ୍ କରନ୍ତି। ବନ କଟା, ଗଛଗୁଡ଼ିକ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରନ୍ତି। ଜଙ୍ଗଲ କାଟିବା ଦ୍ୱାରା ଏହି ଶୋଷଣ ହ୍ରାସ ପାଏ ଏବଂ ସଂରକ୍ଷିତ କାର୍ବନକୁ ବାୟୁମଣ୍ଡଳକୁ ଫେରାଇ ଦିଏ। କୃଷି ଏବଂ ପଶୁପାଳନ, କୃଷି କାର୍ଯ୍ୟକଳାପ ଏବଂ ପଶୁପାଳନ ମିଥେନ୍ ଭଳି ସବୁଜଗାର ଗ୍ୟାସ୍ ଉତ୍ପାଦନ କରେ, ଯାହା ପରୋକ୍ଷ ଭାବରେ କାର୍ବନ ନିର୍ଗମନରେ ଯୋଗାଯୋଗ କରେ। ଆବର୍ଜନା ଏବଂ ଭୂମିପୂର୍ଣ୍ଣ, ଲ୍ୟାଣ୍ଡଫିଲ୍ସରେ ଅପଚୟ ପଦାର୍ଥ ପଚିବା ଦ୍ୱାରା କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ୍ ବାୟୁରେ ନିର୍ଗତ ହୁଏ। ଶକ୍ତି ବ୍ୟବହାର, ଅନନବୀକରଣଯୋଗ୍ୟ ଉତ୍ସରୁ ବିଦ୍ୟୁତ୍ର ଅଧିକ ବ୍ୟବହାର କାର୍ବନ ନିର୍ଗମନକୁ ବୃଦ୍ଧି କରେ। କାର୍ବନ ଏମିଶନ୍ ମୁଖ୍ୟତଃ ଶକ୍ତି ବ୍ୟବହାର, ଶିଳ୍ପ ଅଭିବୃଦ୍ଧି, ଜଙ୍ଗଲ କଟା ଏବଂ ଆଧୁନିକ ଜୀବନ ଶୈଳୀରୁ ହୋଇଥାଏ। ଏମିଶନ୍ ହ୍ରାସ କରିବା ପାଇଁ ନବୀକରଣୀୟ ଶକ୍ତି ବ୍ୟବହାର, ବିଦ୍ୟୁତ୍ ସଞ୍ଚୟ, ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା ଅତ୍ୟଧିକ ଆବଶ୍ୟକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।